ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁସୁପୁରଠାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପାଖରୁ ସୂର୍ଯ୍ୟ ମଣ୍ଡପ ପରିସରରେ କୃଷି ଭିତ୍ତିକ ଋଣମେଳା ଏବଂ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ବ୍ୟାଙ୍କର ଗ୍ରାମାଞ୍ଚଳ ସମ୍ପ୍ରସାରିତ ଶାଖା ସହାୟକ ଭାଗ୍ୟଧରଙ୍କ ସଂଯୋଜନା ଏବଂ ବ୍ୟାଙ୍କ ଶାଖା ପରିଚାଳକ ଯଶବନ୍ତ ମିଞ୍ଜଙ୍କ ସଭାପତିତ୍ୱରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବରେ ଜେନେରାଲ ମ୍ୟାନେଜର ନୂଆଦିଲ୍ଲୀର ପୁଲିନ ପଟ୍ଟନାୟକ ଯୋଗଦେଇ ବ୍ୟାଙ୍କ ଜନସାଧାରଣଙ୍କ ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରି ଆର୍ଥିକ ମାନଦଣ୍ଡ ଦ୍ରୁତ କରାଇବା ସହ ବିଭିନ୍ନ ଲାଭାର୍ଥ ନେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଜୋନାଲ ଭୁବନେଶ୍ୱର କୃପାସିନ୍ଧୁ ମିଶ୍ର, ସମ୍ମାନିତ ଅତିଥି ଭାବରେ ଜେନେରାଲ ମ୍ୟାନେଜର ସର୍କଲ କଟକ ଅର୍ଥଜ୍ୟୋତି ଦ୍ୱିବେଦୀ, ଯୋଜନା ଏବଂ ଉନ୍ନୟନ ଅଧିକାରୀ କଟକ ଦୀପକ କୁମାର ପ୍ରଧାନ, ମାହାଙ୍ଗା ବ୍ଲକ ସିଡିପିଓ ଗୁରୁବାରୀ ସିଂ, ମାହାଙ୍ଗା ବ୍ଲକ କୃଷି ଅଧିକାରୀ ରାଜେନ୍ଦ୍ର ନାଥ, ବିପିଏମ୍ ଗଣେଶ୍ୱର, ଡିପିସି ସୁଜାତା ମହାନନ୍ଦିଆ, ବ୍ଲକ ଦକ୍ଷତା ବିକାଶ ସଂଯୋଜକ ରୋଜାଲିନ ଦାସ ପ୍ରମୁଖ ଯୋଗଦେଇ ବ୍ୟାଙ୍କ ବୀମା ରାଶିଠାରୁ ଆରମ୍ଭ କରି ବିଭିନ୍ନ ଗୁଣ ନେଇ ସମସ୍ତେ ଆତ୍ମନିର୍ଭରଶୀଳ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବେ ବୋଲି କହିଥିଲେ। ଏହି ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ସେହିପରି ବ୍ୟାଙ୍କ ପକ୍ଷରୁ 50ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ 3,80,00,000 ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଓମ୍ ସାଇ ସ୍ୱୟଂ ସହାୟକ ଗୋଷ୍ଠୀ ପଣସପୁର, ବିଶ୍ୱେଶ୍ୱର ରାହାଣିଆ, ଜୟମା ତାରିଣୀ, ପୁରୁଷୋତ୍ତମପୁର, ଧବଳେଶ୍ୱର, କୁସୁପୁର, ଜୟମା ସନ୍ତୋଷୀ, ଗୁଣପୁର ଏବଂ ମାଗଡ଼ ବାସୁକାଇ ଲଳିତଗିରି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତାଙ୍କ ପକ୍ଷରୁ ପୂର୍ବ ସୁଧ ଏବଂ ଉପହାର ଦିଆଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏସ୍ଏଚ୍ଜି ଗ୍ରୁପ ସଂଯୋଜକ ଶକ୍ତିତା ନାୟକ, ପ୍ରଭାସ ପୃଷ୍ଟି, ଅଫିସ ସହାୟକ ଦଶରଥ ଜେନା, ଶ୍ରୀଧର ସାହୁ, ଓମକାର ପଣ୍ଡା ପ୍ରମୁଖଙ୍କ ସହ ସିଆରପି ପ୍ଲସ ଏବଂ ବିଏମ୍ବିକେ ଉପସ୍ଥିତ ରହି ସହଯୋଗ କରିଥିଲେ। ମାହାଙ୍ଗାରୁ ଅମରେନ୍ଦ୍ର ସିଂ, ଓଡ଼ିଶା ମୋବାଇଲ ଟିଭି।